नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। सप्तविंश अध्याय। सप्तविंश अध्याय रे पुरुष प्रकृति विचारे साधना बळे मोक्ष पाई कहंती कपिल गोसाई। विष्णु कहंती तो समने मनु तनया सन्निधाने। श्री भगवान उवाच शुण जननी एक मन जे हरि अज निरंजन निर्गुण निर्विकार मोए बसई आत्मा रूपे देहे प्रकृति गुणे नोहे संग चले जे सोने अर्क बिंब से देह धर्मे बद्ध होई आत्मा को अहंकार बही। आत्मार दुख सुख मणे कर्म करता मु प्रमाणे आत्मार बंध कर्म पाके नित्य भ्रमई दुख सुखे देह को करे अभिमान एणु हरई निज ज्ञान निरते अहंकार घेनी एमंते भ्रमे नाना जोनी जे सोने जले प्राणी पशे पुणी उठंते शिर दिशे जन्म मरण एही मते अर्जिला कर्मर आयते आत्मार कर्म फल घेनी जीव भ्रमई नाना जोनी अज्ञाने ए घोर संसारे जीव भ्रमई अहंकारे दुख लभई बारे बारे आत्मार गति न विचारे स्वप्ने अनर्थ जेते देखी नाना प्रपंचे उपलक्षी देखते मणे ता प्रत्यक्ष जेन्हे जागरे होए मिछ ए रूपे जीवर संचार एमंत माया ए संसार ए जीव मोहित अज्ञाने ए रूपे पड़ई बंधने एणु संयम चित करी विषय विषरू धरी भक्ति विरक्ति जोग बोले मन को बस करी हेले नियमे स्थापी सुनिश्चले छाड़ी इंद्रिय संग मेले विष्णु विषये मन धरी साधिब शरीर पाशरी যত্নে সাধিব যোগ তপ সত্য শৌচ শ্রদ্ধা কল্প মোহর গুণ কর্ম যশ শ্রবণে হইব হরস সকল জীবে নিজ প্রায়ে সমে দেখিব বিষ্ণুময়ে प्राणी कहिते थिब निते चंचल इंद्रिय संयते ईश्वरे स्थापी कर्म फल सुधर्म साधिब निश्चल प्रथम आश्रमर मते सुधर्म मौन सत्य जुते करी छाड़िब गृह स्नेह जे अहंकार माया मोह
ଆହାରେ ଭଲ ମନ୍ଦ ନାହିଁ, ଯେବା ମିଳିବ ଯାହା ଯହିଁ। ଅଳ୍ପ ଭୋଜନେ ମନ ତୋଷି, ଏକାନ୍ତ ସ୍ଥାନେ ନିତ୍ୟ ବସି। କରୁଣ ଶାନ୍ତ ଶିଷ୍ଟ ଗୁଣ, ସକଳ ଭୂତେ ମିତ୍ରପଣ। ସୁହୃଦ ସୁତ ଗୃହ ନାରୀ, ଏ ଦେହେ ମମତା ନ କରି। ପ୍ରକୃତି ପୁରୁଷ ବିଚାର, ଜ୍ଞାନର ତତ୍ତ୍ୱ ଅବଧାର। ତେଣେ ନିବୃତ ବୁଦ୍ଧି ଭାବ, ଜାଗ୍ରତ ସ୍ୱପ୍ନ ଆଦି ଭାବ। ଅନ୍ୟ ଦର୍ଶନ ତାର ନାହିଁ, ଆତ୍ମାରେ ଆତ୍ମାକୁ ଦେଖଇ। ଚକ୍ଷୁର ଅର୍କେ ଅର୍କ ପ୍ରାୟେ, ଦେଖଇ ସର୍ବ ବ୍ରହ୍ମମୟେ। ସେ ବ୍ରହ୍ମ ନିତ୍ୟ ଲିଙ୍ଗ ମୁକ୍ତ, ଆଭାସେ ଅହଙ୍କାରେ ସ୍ଥିତ। ଏଣୁ ଯେ ଅହଙ୍କାରୀ ଜୀବ, କି ରୂପେ ବ୍ରହ୍ମକୁ ଦେଖିବ। ଭୂମାତ ସଂଶୟ ନ କର, ପ୍ରମାଣ କହିବା ତାହାର। ଯେ ସୋନେ ବିମ୍ବ ଜଳେ, ଆଭାସୁ ପୁଣି ଲକ୍ଷ୍ୟ ସ୍ଥଳେ। ପୁଣି ସେ ଜଳ ବିମ୍ବ ବଳେ, ଆକାଶର ବି ଦେଖି ଡୋଳେ। ତେସୋନେ ଦେହେନ୍ଦ୍ରିୟ ମନେ, ଏ ଜୀବ ଥାଇଣ ପ୍ରସନେ। ଏ ଯେ ତ୍ରିଗୁଣ ଅହଙ୍କାର, ଆଭାସ ଯହିଁରେ ବ୍ରହ୍ମର। ତହୁଁ ବ୍ରହ୍ମକୁ ଉପଲକ୍ଷି, ପୁଣି ପ୍ରତ୍ୟକ୍ଷ ତାକୁ ଦେଖି। ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ, ଅନୁଭବରେ ତା ପ୍ରମାଣ। ସୁଷୁପ୍ତି ଅବସ୍ଥାରେ ଯେବେ, ଭୂତାଦି ରହେ ଲୀନ ଭାବେ। ନିଦ୍ରାରେ ଅହଙ୍କାର ଶୂନ୍ୟ, ଆତ୍ମା ସ୍ୱରୂପେ ବର୍ତ୍ତମାନ। ଦ୍ରଷ୍ଟା ସ୍ୱରୂପେ ଥାଇ ଦେହେ, ନିଜକୁ ମଣେ ନଷ୍ଟ ପ୍ରାୟ। ଉପାଧି ନାଶ ହେବା ଜାଣି, ଆପଣା ନାଶ ପରିମାଣି। ଧନ ବିନାଶେ ଲୋକ ଯେହ୍ନେ, ଆପଣା ନାଶ ପ୍ରାୟ ମଣେ। ସୁଷୁପ୍ତି ଅବସ୍ଥାରେ ପୂର୍ଣ୍ଣ, ବିଷୟ ମାତ୍ର ନୁହେଁ ଜ୍ଞାନ। ଏ ରୂପେ ସଂଶୟ ନ କର, ଭୋମାତା ମନରେ ବିଚାର। ସୁଷୁପ୍ତି ଭଙ୍ଗରେ ପୁରୁଷ, ଏ ରୂପ କରଇ ପ୍ରକାଶ। ମୁଁ ଆଜି ସୁଖେ ନିଦ୍ରା ଗଲି, କିଛି ମାତ୍ର ହିଁ ନ ଜାଣିଲି। ଯେଣୁ ଏ ରୂପେ ମନେ ଥାଇ, ଆତ୍ମା ନଥିଲେ ଜ୍ଞାନ କାହିଁ। ପ୍ରକାଶେ ଯେ କାର୍ଯ୍ୟ କାରଣ, ସେ ଦ୍ରଷ୍ଟା ରୂପେ ବର୍ତ୍ତମାନ। ଦେବହୂତି ଉବାଚ, ହେ ପ୍ରଭୁ ପୁରୁଷ ପ୍ରକୃତି, କେହି କାହାକୁ ନ ଛାଡ଼ନ୍ତି। ଅନ୍ୟାନ୍ୟ ଆଶ୍ରୟ ସେ ନିତ୍ୟ, କେବେ ହିଁ ନୁହନ୍ତି ସେ ଚ୍ୟୁତ। ଏମନ୍ତେ ଭୂମି ଗନ୍ଧ ଦୁଇ, କେହି କାହାକୁ ନ ଛାଡ଼ଇ। ଅଥବା ଦେଖ ଜଳ ରସ, ଏକ ଅଭାବେ ଏକ ନାଶ। ସେ ରୂପେ ପ୍ରକୃତି ପୁରୁଷେ, ବିୟୋଗ କି ରୂପେ ପ୍ରକାଶେ। ଅକର୍ତ୍ତା ପୁରୁଷ ବିଚାର, ତ୍ରିଗୁଣେ ପ୍ରକୃତି ସଞ୍ଚାର।
ଏ କର୍ମ ବନ୍ଧ ଯେଣୁ ତାର କେମନ୍ତେ ମୋକ୍ଷ ଏହାଙ୍କର କେହି ବିବେକ ଜ୍ଞାନ ତତ୍ତ୍ୱେ ସଂସାର ଯେବେ ବା ନିବର୍ତ୍ତେ ହେତୁ ତାହାର ଯେଣୁ ଥାଇ କି ରୂପେ ମୋକ୍ଷ ବା ଘଟଇ ଶ୍ରୀ ଭଗବାନ ଉବାଚ ଶୁଣ ଜନନୀ ଦେଇଛି ତ ଯେବା ଜୀବର ବନ୍ଧ ମୁକ୍ତ ନିଷ୍କାମେ ସୁଧର୍ମରେ ଥାଇ ମନ ନିର୍ମଳେ ମୋତେ ଧ୍ୟାଇ ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ ଭକ୍ତିରେ ସାଧିବ ଯତନେ ତତ୍ତ୍ୱଦର୍ଶନ ଜ୍ଞାନ ବଳେ ଦୃଢ଼ ବୈରାଗ୍ୟ ତପ ବଳେ ଆତ୍ମାର ପ୍ରାପ୍ତି ଉପାୟରେ ଚିତ୍ତ ଏକାଗ୍ର ସମାଧିରେ ଏ ସର୍ବ ପ୍ରକାରେ ସାଧନ ଖଣ୍ଡଇ ଜୀବର ବନ୍ଧନ ପ୍ରକୃତି ଅଳ୍ପ ଅଳ୍ପ ହୋଇ পুরুষ সঙ্গ কুতে জয়ী যে শোনে অরণিরু অগ্নি জনমি দহই অরণি প্রকৃতি ভোগ শেষ হেলে তাহার দোষ দিশে ভলে কাটিণ সবু বন্ধ পাশ আনন্দে বিহরে পুরুষ যে শোনে স্বপনে অনর্থ জাগিলে হুয়ই অসত্য তে শোনে সংসার দিশই মো মায়া তাকু ন লাগই বহুত জন্ম ভাগ্য বলে অধ্যাত্ম জ্ঞান হুয়ে কালে এ রূপে আত্মা রাম মুনি ব্রহ্মলোকঙ্কু তুচ্ছ মণি ମୋ ଭକ୍ତ ହୋଇ ମୋ ପ୍ରସାଦେ ଆତ୍ମାକୁ ଜାଣେ ଅପ୍ରମାଦେ କୈବଲ୍ୟ ଧାମ ମୋ ଆଶ୍ରୟ ଲଭେ ମୁକତି ଆଦି ଶ୍ରେୟ ଲିଙ୍ଗ ଶରୀର ନାଶ ଯାଇ ଆଉଲେ ଉଠି ନ ଆସଇ ଯାହାର ଚିତ୍ତ ଯୋଗୁଆନ ମାୟାରେ ନୁହଇ ବିଭ୍ରମ ସେ ଆତ୍ୟନ୍ତିକି ଗତି ପାଇ ଯହିଁରେ ମୃତ୍ୟୁ ଭୟ ନାହିଁ ମୈତ୍ରେୟ ବିଦୁର ଅଗ୍ରତେ ବହୁ ସାଧନ ଯୋଗ ମତେ କହିଲେ କପିଳଙ୍କ ବାଣୀ ଶୁଣି ସଂସାରୁ ତର ପ୍ରାଣୀ ସୁଜନେ ଚିନ୍ତ ମନେ ଏହା ଯେବେ ଖଣ୍ଡିବ ଭବ ମାୟା ହରି ଚରଣେ ଦେଇଛି ତ କହଇ ଦାସ ଜଗନ୍ନାଥ। इति श्रीमद्भागवते महापुराणे परमहंस्यां संहितायां तृतीय स्कन्धे कपिलेयोपाख्याने पुरुषो विवेकोपाय वर्णन नाम सप्तविंशोऽध्याय।